ओम श्री परमात्मने नमः। अथ द्वादशाध्याय भक्ति योग। अर्जुन उवाच एवं स ततयुक्तं ये भक्तस्त्वं पर्युपासते ये चाप्यक्षरं व्यक्तं तेषां के योगवित्तमः। अर्जुन पचारिले ଯେଉଁ ଅନନ୍ୟ ପ୍ରେମୀ ଭକ୍ତମାନେ ପୂର୍ବୋକ୍ତ ପ୍ରକାରେ ନିରନ୍ତର ଆପଣଙ୍କ ଭଜନ ଧ୍ୟାନରେ ଲାଗି ରହି ଆପଣଙ୍କୁ ଅର୍ଥାତ୍ ସଗୁଣ ରୂପ ପରମେଶ୍ୱରଙ୍କୁ ଭଜନ କରନ୍ତି ଏବଂ ଅନ୍ୟ ଯେଉଁମାନେ କେବଳ ଅବିନାଶୀ ସଚ୍ଚିଦାନନ୍ଦ ଘନ ନିରାକାର ବ୍ରହ୍ମକୁ ହିଁ ଶ୍ରେଷ୍ଠ ଭାବରେ ଭଜନ କରନ୍ତି, ସେହି ଦୁଇ ପ୍ରକାର ଉପାସକଙ୍କ ମଧ୍ୟରେ ଅଧିକ ଉତ୍ତମ ଯୋଗବେତ୍ତା କେଉଁମାନେ? श्री भगवान उवाच मया वेश्यो मनो ये मं नित्ययुक्ता उपासते श्रद्धया परयोपेतस्ते मे युक्ततमा मतः। ଶ୍ରୀ ଭଗବାନ କହିଲେ, ମୋଠାରେ ମନ ଏକାଗ୍ର କରି ନିରନ୍ତର ମୋର ଭଜନ ଧ୍ୟାନରେ ଲାଗି ରହିଥିବା ଯେଉଁ ଭକ୍ତମାନଙ୍କୁ ଅତ୍ୟନ୍ତ ଶ୍ରଦ୍ଧାର ସହିତ ମୋତେ ଅର୍ଥାତ୍ ସଗୁଣ ରୂପ ପରମେଶ୍ୱରଙ୍କୁ ଉପାସନା କରନ୍ତି, ସେମାନେ ହେଉଛନ୍ତି ମୋ ମତରେ ଯୋଗୀମାନଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ତମ ଯୋଗୀ। ये त्वक्षरमनिर्देश्यो मव्यक्तं पर्युपासते सर्वत्र गमचिन्त्य चकूटसमुचक्रध्रुवं सन्नियम्येन्द्रियग्रामं सर्वत्र समबुद्धय ते प्लापो भक्तिमामेव सर्वभूते हितेरितः। परंतु ଯେଉଁ ପୁରୁଷମାନେ ଇନ୍ଦ୍ରିୟ ସମୁଦାୟକୁ ଭଲ ରୂପେ ବଶ କରି ମନବୁଦ୍ଧିର ଅତୀତ ସର୍ବବ୍ୟାପୀ ଅନିର୍ବାଚନୀୟ ସ୍ୱରୂପ ଓ ସଦା ରସ ହୋଇ ରହୁଥିବା ନିତ୍ୟ ଅଚଳ ନିରାକାର ଅବିନାଶୀ ସଚ୍ଚିଦାନନ୍ଦ ଘନ ବ୍ରହ୍ମଙ୍କୁ ନିରନ୍ତର ଏକି ଭାବରେ ଧ୍ୟାନରତ ହୋଇ ଭଜନ୍ତି, ସମସ୍ତ ପ୍ରାଣୀଙ୍କ ହିତରେ ରତ ଓ ସମସ୍ତଙ୍କ ଠାରେ ସମାନ ଭାବ ରଖୁଥିବା ସେହି ଯୋଗୀମାନେ ମୋତେ ହିଁ ପ୍ରାପ୍ତ ହୁଅନ୍ତି। क्लेशोऽधिकतरस्तेषा मव्यक्तासक्तचेतसम् अव्यक्ता हि गतिर्दुःख देहबहिरप्यप्यते। ସେହି ସଚ୍ଚିଦାନନ୍ଦ ଘନ ନିରାକାର ବ୍ରହ୍ମରେ ଆସକ୍ତ ଚିତ୍ତ ପୁରୁଷମାନଙ୍କର ସାଧନା ବିଶେଷ ପରିଶ୍ରମ ସାଧ୍ୟ ହୋଇଥାଏ, କାରଣ ଦେହାଭିମାନୀ ମାନଙ୍କ ଦ୍ୱାରା ଅବ୍ୟକ୍ତ ବିଷୟକ ଗତି ଦୁଃଖପୂର୍ବକ ପ୍ରାପ୍ତ ହୋଇଥାଏ। ये तु सर्वाणि कर्माणि मसि सन्न्यासमत्परः अनन्योपयोगेन मां ध्यायन्ते उपासते। परंतु मोर परायण ହୋଇଥିବା ଯେଉଁ ଭକ୍ତମାନେ ସମସ୍ତ କର୍ମ ମୋଠାରେ ଅର୍ପଣ କରିଦେଇ ମୋତେ ଅର୍ଥାତ୍ ସଗୁଣ ରୂପ ପରମେଶ୍ୱରଙ୍କୁ ହିଁ ଅନନ୍ୟ ଭକ୍ତି ଯୋଗରେ ଚିନ୍ତନରତ ହୋଇ ନିରନ୍ତର ଭଜନ୍ତି, तेषामहं समुद्धर्त मृत्यु संसार सागरात् भवामि न चिरात् पार्थ मया वेशितच्चेतसाम्। हे अर्जुन, ମୋଠାରେ ଚିତ୍ତ ନିବେଶ କରିଥିବା ଏହି ପ୍ରେମୀ ଭକ୍ତମାନଙ୍କୁ ମୁଁ ଶୀଘ୍ର ହିଁ ମୃତ୍ୟୁରୂପକ ସଂସାର ସାଗରରୁ ଉଦ୍ଧାର କରିଦିଏ। मयोवमन आधिस्तो मयि बुद्धि निवेशय न विश्यसि मयेव अत ऊर्ध्व न संशय। ତେଣୁ ତୁମେ ମୋଠାରେ ହିଁ ମନ ଲଗାଅ, ମୋଠାରେ ହିଁ ବୁଦ୍ଧି ଲଗାଅ, ତାହେଲେ ତୁମେ ଯେ ମୋଠାରେ ହିଁ ନିବାସ କରିବ, ସେଥିରେ କୌଣସି ସନ୍ଦେହ ନାହିଁ। अथ चित्तं समाधातु न शुक्लसि मयि स्थिरम् अभ्यास योगेन तत्त्व मामिच्छप्तु धनञ्जय। ଯଦି ତୁମେ ମୋଠାରେ ଦୃଢ଼ ରୂପେ ଚିତ୍ତ ନିବେଶ କରିବାକୁ ଅସମର୍ଥ ହେଉଛ, ତେବେ ହେ ଅର୍ଜୁନ, ଅଭ୍ୟାସ ରୂପୀ ଯୋଗ ଦ୍ୱାରା ଅର୍ଥାତ୍ ଭଗବତ ପ୍ରାପ୍ତି ପାଇଁ
ଭଗବାନଙ୍କ ନାମ ଏବଂ ଗୁଣ ଶ୍ରବଣ କୀର୍ତ୍ତନ ମନନ ଏବଂ ଶ୍ୱାସ ଦ୍ୱାରା ଜପ ଓ ଭଗବତ ପ୍ରାପ୍ତି ବିଷୟକ ଶାସ୍ତ୍ର ପଠନ ପାଠନ ଇତ୍ୟାଦି କରିବାକୁ ଅଭ୍ୟାସ ବୋଲାଯାଏ। ତେଣୁ ମୋତେ ପାଇବାକୁ ଇଚ୍ଛା କର। अभ्यास्योप्य समर्थोऽसि मत्कर्म परमो भव मदर्थमपि कर्माणि कुर्वन् सिद्धिं व्यापस्यसि। ଯଦି ତୁମେ ଉପରୋକ୍ତ ଅଭ୍ୟାସ କରିବାରେ ମଧ୍ୟ ଅସମର୍ଥ ହେଉଛ, ତେବେ କେବଳ ମୋ ପାଇଁ କର୍ମ ଅର୍ଥାତ୍ ସ୍ୱାର୍ଥ ତ୍ୟାଗ କରି ପରମେଶ୍ୱରଙ୍କୁ ହିଁ ପରମ ଆଶ୍ରୟ ଓ ପରମ ଗତି ମନେକରି ନିଷ୍କାମ ଭାବରେ ପତିବ୍ରତା ନାରୀ ପରି କାୟ ମନୋବାକ୍ୟରେ ପରମେଶ୍ୱରଙ୍କ ପାଇଁ ଯଜ୍ଞ ଦାନ ତପ ଆଦି ସକଳ କର୍ତ୍ତବ୍ୟ କର୍ମ କରିବାକୁ ଭଗବତ ଅର୍ଥ କର୍ମ କରିବା ବୋଲାଯାଏ। ତେଣୁ ଏପରି କର୍ମ କରିବାରେ ହିଁ ପରାୟଣ ହୁଅ। ମୋ ପାଇଁ ଏପରି ଭାବରେ କର୍ମ କରୁ କରୁ ମଧ୍ୟ ତୁମେ ମୋର ପ୍ରାପ୍ତି ରୂପକ ସିଦ୍ଧି ଲାଭ କରିପାରିବ। अथो तदप्यशक्तोऽसि कर्तुं मद्योगमाश्रितः सर्वकर्मफलं त्यागं ततः कुरु यत्नवान्। ଯଦି ମୋର ପ୍ରାପ୍ତି ରୂପକ ଯୋଗର ଆଶ୍ରିତ ହୋଇ ଉପରୋକ୍ତ ସାଧନା କରିବାରେ ମଧ୍ୟ ତୁମେ ଅସମର୍ଥ, ତେବେ ସଂଯତ ଆତ୍ମା ହୋଇ ଅର୍ଥାତ୍ ମନ ବୁଦ୍ଧି ଆଦି ଉପରେ ବିଜୟ ପ୍ରାପ୍ତି କରି ସମସ୍ତ କର୍ମଫଳ ତ୍ୟାଗ କର। श्रेयो हि ज्ञानाभ्यासात् ज्ञानं विशिष्यते ध्यानात् कर्मफलत्याग सागच्छन्तीन्त। ମର୍ମ ନ ଜାଣି କରାଯାଉଥିବା ଅଭ୍ୟାସ ଅପେକ୍ଷା ଜ୍ଞାନ ଅର୍ଥାତ୍ ପରୋକ୍ଷ ଜ୍ଞାନ ଶ୍ରେଷ୍ଠ। ଜ୍ଞାନଠାରୁ ମୁଁ ପରମେଶ୍ୱର ସ୍ୱରୂପର ଧ୍ୟାନ ଶ୍ରେଷ୍ଠ ଏବଂ ଧ୍ୟାନ ଅପେକ୍ଷା ମଧ୍ୟ ସବୁ କର୍ମର ଫଳତ୍ୟାଗ ଶ୍ରେଷ୍ଠ। ଅର୍ଥାତ୍ ଯିଏ କେବଳ ମାତ୍ର ଭଗବଦର୍ଥ କର୍ମ କରନ୍ତି, ଭଗବାନଙ୍କ ଠାରେ ତାଙ୍କର ପ୍ରେମ ଶ୍ରଦ୍ଧା ଓ ଚିନ୍ତା ଅକ୍ଷୁଣ୍ଣ ରହେ। ତେଣୁ ଧ୍ୟାନଠାରୁ କର୍ମଫଳ ତ୍ୟାଗକୁ ଶ୍ରେଷ୍ଠ ବୋଲି କୁହାଯାଇଛି। କାରଣ ତ୍ୟାଗ ଦ୍ୱାରା ତତ୍କାଳ ହିଁ ପରମ ଶାନ୍ତି ପ୍ରାପ୍ତି ହୋଇଥାଏ। अत्वेष्टा सर्वभूतानां मैत्र करुणा एव च निर्ममो निरहङ्कार समदुःख सुखक्षमा सन्तुष्ट सततं योगी यत्तात्मा दृढनिश्चय मय्यर्पितमनोर्बुद्धि यो मद्भक्त समे प्रिय। ଯେଉଁ ପୁରୁଷ ସକଳ ଭୂତଙ୍କ ପ୍ରତି ଦେଶରହିତ ହୁଅନ୍ତି, ନିଃସ୍ୱାର୍ଥ ଭାବରେ ସମସ୍ତଙ୍କ ପ୍ରେମୀ ଓ ଅହେତୁକ ଦୟାରୁ ବା ମମତା ରହିତ ଅହଙ୍କାର ରହିତ ସୁଖ ଦୁଃଖ ପ୍ରାପ୍ତିରେ ସମ ଓ କ୍ଷମାଶୀଳ ହୁଅନ୍ତି, ଅର୍ଥାତ୍ ଅପରାଧୀକୁ ବି ଅଭୟ ପ୍ରଦାନ କରନ୍ତି। ପୁଣି ଯେଉଁ ଯୋଗୀ ନିରନ୍ତର ସନ୍ତୁଷ୍ଟ ରୁହନ୍ତି, ମନ ଓ ଇନ୍ଦ୍ରିୟମାନଙ୍କ ସହିତ ଶରୀରକୁ ବଶ କରି ରଖିଥାନ୍ତି ଏବଂ ଯେ ମୋଠାରେ ଦୃଢ଼ ନିଶ୍ଚୟ ହୋଇଥାନ୍ତି, ମୋଠାରେ ମନ ବୁଦ୍ଧି ଅର୍ପଣ କରିଦେଇଥିବା ସେହି ଭକ୍ତ ମୋ ପ୍ରିୟ ଅଟନ୍ତି। ଯସ୍ମାନ୍ନୋ ଦିବିଜେ ଲୋକ ଲୋକନ୍ନୋ ଦିବିଜେ ଚ ହର୍ଷମର୍ଷୋ ଭୟୋଦ୍ବେଗୌ ମୁକ୍ତୌ ଯଶ ମେ ପ୍ରିୟ। ଯାହାଙ୍କ ହେତୁ କୌଣସି ବି ଜୀବ ଉଦ୍ବିଗ୍ନ ହୁଏ ନାହିଁ, କି ସେ ନିଜେ ବି କୌଣସି ଜୀବ ହେତୁ ଉଦ୍ବିଗ୍ନ ହୁଅନ୍ତି ନାହିଁ, ତଥା ଯେ ହର୍ଷ ଅମର୍ଷ ଅଥବା ଅନ୍ୟର ଉନ୍ନତି ଦେଖି ଜ୍ୱାଳାବୁଦ୍ଧ କରିବା ଭୟ ଓ ଉଦ୍ବେଗ ଆଦିରୁ ରହିତ ସେହି ଭକ୍ତ ହିଁ ମୋର ପ୍ରିୟ। ଅନପେକ୍ଷ ଶୁଚିର୍ଦକ୍ଷ ଉଦାସୀନୋ ଗତବ୍ୟଥଃ ସର୍ବରମ୍ଭ ପରିତ୍ୟାଗୀ यो ମଦ୍ଭକ୍ତ ସେ ପ୍ରିୟ। ଯେଉଁ ପୁରୁଷ ଆକାଂକ୍ଷା ରହିତ ବାହାରେ ଓ ଭିତରେ ଶୁଦ୍ଧ ପକ୍ଷପାତ ରହିତ ଓ ଦୁଃଖରୁ ମୁକ୍ତ, ସେହି ସର୍ବାରମ୍ଭ ତ୍ୟାଗୀ ଭକ୍ତ ମୋର ପ୍ରିୟ। यो ନ ହୁଷ୍ୟନ୍ତି ନ ତେଷ୍ଟି ନ ଶୋଚନ୍ତି ନ କାଙ୍କ୍ଷତି ଶୁଭାଶୁଭ ପରିତ୍ୟାଗୀ ଭକ୍ତିମାନ୍ ୟ ସ ମେ ପ୍ରିୟ।
ଯେ କେବେ ହର୍ଷିତ ହୁଅନ୍ତି ନାହିଁ କି ଦ୍ୱେଷ କରନ୍ତି ନାହିଁ କି ଶୋକ କରନ୍ତି ନାହିଁ କି କାମନା କରନ୍ତି ନାହିଁ ତଥା ଯେ କି ଶୁଭ କି ଅଶୁଭ ସକଳ କର୍ମର ତ୍ୟାଗୀ ସେହି ଭକ୍ତିମାନ ପୁରୁଷ ମୋର ପ୍ରିୟ। समशत्रौ च मित्रे च तथा मामपपान्वय शीतोष्ण सुख दुःखेषु समसंग विवर्जितः। ଯେ ଶତ୍ରୁ ମିତ୍ରଠାରେ ଓ ମାନ ଅପମାନରେ ସମ ତଥା ଶୀତ ଉଷ୍ମ ଓ ସୁଖ ଦୁଃଖାଦି ଦ୍ୱନ୍ଦ୍ୱରେ ସମ ଏବଂ ଆସକ୍ତି ରହିତ तुल्य निंदा स्तुति मौन संतुष्टो येन केनचित् अनिकेत स्थिरं तीर्थ भक्तिर्मानो प्रियो नरः। ଯିଏ ନିନ୍ଦା ଓ ଶ୍ରୁତିକୁ ସମାନ ଦେଖନ୍ତି, ଯିଏ ମନନଶୀଳ ଏବଂ ଯେକୌଣସି ପ୍ରକାର ଶରୀର ନିର୍ବାହରେ ବି ସଦା ହିଁ ସନ୍ତୁଷ୍ଟ ଓ ଗୃହାଦି ପ୍ରତି ମମତା ଓ ଆସକ୍ତି ରହିତ ଏହି ସ୍ଥିର ବୁଦ୍ଧି ଭକ୍ତିମାନ ପୁରୁଷ ମୋର ପ୍ରିୟ। ये तु धर्मं मृतमिदं यथोक्तं पर्युपासते श्रद्धाना मत्पराना भक्तस्नो मे प्रियः। परंतु ଯେଉଁ ଶ୍ରଦ୍ଧାବାନ ଅର୍ଥାତ୍ ବେଦ ଶାସ୍ତ୍ର ମହାତ୍ମା ଏବଂ ଗୁରୁଜନ ଓ ଈଶ୍ୱରଙ୍କ ବଚନକୁ ପ୍ରତ୍ୟକ୍ଷ ପରି ବିଶ୍ୱାସ କରିବାର ଅର୍ଥାତ୍ ଶ୍ରଦ୍ଧା ପୁରୁଷମାନେ ମୋର ପରାୟଣ ହୋଇ ଉପରୋକ୍ତ ଧର୍ମମୟ ଅମୃତ ନିଷ୍କାମ ପ୍ରେମ ଭାବରେ ସେବନ କରନ୍ତି, ସେହି ଭକ୍ତମାନେ ମୋର ଅତିଶୟ ପ୍ରିୟ। ओम तस्मत्सि श्रीमद्भगवद्गीतासु उपनिवेशसु ब्रह्म विद्यायां योगशास्त्रे श्रीकृष्णार्जुन संवादे भक्ति योग नाम 12 अध्याय।